ମୋ ନାଁ ବୈଦ୍ୟନାଥ ମଲ୍ଲିକ। ମୋର ଏଇ ବାଛାପାଟଣା ଖଳିପୋଖରୀ ସାହି ମନ୍ଦିର ନିକଟରେ ମୋର ଘର। ଏ ବାର୍ଷିକ ଉତ୍ସବ ବର୍ତ୍ତମାନ ଚତୁର୍ଥ ବାର୍ଷିକ ଉତ୍ସବ। ୟା ପୂର୍ବରୁ କିନ୍ତୁ ଠାକୁର ଥିଲେ, ମହାବାତ୍ୟାରେ ମନ୍ଦିର ନଷ୍ଟ ହୋଇଯାଇଥିଲା। 1914 ମସିହା ଠାରୁ ପୁନର୍ବାର ଆମେ ମାନେ ମନ୍ଦିର ନିର୍ମାଣ କରି ଠାକୁର ପ୍ରତିଷ୍ଠା କରି ସେ ଅନୁସାରେ ବାର୍ଷିକ ଉତ୍ସବ କରି ଆସୁଛୁ। ବାର୍ଷିକ ଉତ୍ସବରେ ଆଜି କେତେ ଆପଣ ଅଫିସ ଜଏନ୍ କରିଥିଲେ ଆଉ କେତେ ଖାଇଥିଲେ? ପ୍ରତିବର୍ଷ ଆଜି ନୁହେଁ, ଏ ବର୍ଷ ନୁହେଁ, ପ୍ରତିବର୍ଷ ଆମର ପ୍ରାୟ 1000 ଲୋକ ପାଖାପାଖି ପାଇଁ ପ୍ରଶାସନ କରାଯାଏ ଏବଂ 2 ଦିନ କରାଯାଏ। ପ୍ରଥମ ଦିନ ଅଙ୍କୁରୋପଣ ଏବଂ ଦ୍ୱିତୀୟ ଦିନ ପୂର୍ଣ୍ଣାହୁତି। ଅଙ୍କୁରୋପଣ 200-250 ଲୋକ ପାଇଁ ପ୍ରଶାସନ ହୁଏ ଏବଂ ପୂର୍ଣ୍ଣାହୁତି ଦିନ 800ରୁ 1000 ଭିତରେ ଆମ ପ୍ରଶାସନ କରାଯାଏ। ତା ବାର୍ଷିକ ଉତ୍ସବରେ ଆପଣ କେତେ ଖୁସି ହେଇଛନ୍ତି? ମୁଁ ମୋ ଏକା ଖୁସିରେ ନୁହେଁ, ଆମେ ଗୋଟେ ପରିବାର ଅଛୁ, ମାନେ ଏ ଅନୁଷ୍ଠାନ ପରିବାର ଅନୁଷ୍ଠାନ ପିଲା ପରେ ଆମେ 15 ଜଣ ଖଣ୍ଡେ ମେମ୍ବର ଅଛୁ। ସମସ୍ତେ ଖୁସି ଅଛନ୍ତି। ଯେଉଁମାନେ ପ୍ରଶାସନ ଘରକୁ ଆସିଥିଲେ ସେମାନେ ପ୍ରଶାସନ କରି ଭୋଜନ ସମାରୋହ ଶୁଣି ବହୁତ ଖୁସି ଅଛନ୍ତି ବୋଲି ମୁଁ ଅନୁଭବ କରୁଛି।